ବଡ଼ ଲୋକଙ୍କ ଫଟୋ ଚିତ୍ର ପଛପଟେ ଲୁଚି ରହି ଝିଟିପିଟି ଅନେକ କୀଟପତଙ୍ଗ ଖାଇଥାଏ। ଝିଟିପିଟି ଯଦି କହିବ ନା ମୁଁ ଗଛ ତଳେ ରହି କୀଟପତଙ୍ଗ ଖାଏ, ତାହେଲେ ଝିଟିପିଟିର କଥା ନିଶ୍ଚିତ ଭାବରେ ଭୁଲ ବୋଲି ପ୍ରମାଣିତ ହେବ। ଭଲ ଲୋକଙ୍କ ପାଖରେ ରହି ଭୁଲ କରି ବାହାଦୁରୀ ମାରିବା କୌଣସି କାରଣ ନାହିଁ। ବଡ଼ ଲୋକଙ୍କୁ ନିନ୍ଦା କରିବା ଆମର ଅଧିକାର ନାହିଁ। ଭଲ ଲୋକଙ୍କୁ ପ୍ରଶଂସା କରିବା ଆମର ଅଧିକାର ନାହିଁ। ଆଜି ଭଲ ଏବଂ ମହାନ ବ୍ୟକ୍ତିଙ୍କୁ କିଛି ଅଣଦେଖା ହିଁ ଆମ ବିକାଶଶୀଳ କାର୍ଯ୍ୟକ୍ରମକୁ ଆହୁରି ବିକାଶଶୀଳ ରଖିବା ପାଇଁ ଅନେକ ସୁବ୍ୟବସ୍ଥା କରିଥାଏ। ଦିନସାରା ଝିଟିପିଟି ମହାନ ବ୍ୟକ୍ତିଙ୍କ ଫଟୋ ପଛପଟେ ଲୁଚି ରହି ସନ୍ଧ୍ୟା ହେଲେ ବାହାରି ଆସେ ଅନେକ କୀଟପତଙ୍ଗକୁ ଭକ୍ଷଣ କରିବା ପାଇଁ। ଏପରିକି ଦିନବେଳା ମଧ୍ୟ ସୁଯୋଗ ପାଇଲେ ଅନେକ କୀଟପତଙ୍ଗ ଖାଇ ଆଉ ଥରେ ଲୁଚିଯାଏ ସେହି ମହାନ ବ୍ୟକ୍ତି ମହାନ ସୃଷ୍ଟିଙ୍କ ପଛପଟେ। ଏହା ଏକ ସିମ୍ବଲିକ୍ ପ୍ରେଜେଣ୍ଟେସନ୍ with motivation for all people and personality। ମହାନ ବ୍ୟକ୍ତିଙ୍କ କିଛି ବାକ୍ୟ ଉକ୍ତିକୁ ଆମେ ଅଧିକ ଏକ୍ସଟେନସନ୍ କରିବାର ସମୟ ଆସିଛି, କାରଣ ତାଙ୍କ ସହିତ ଆମେ ସର୍ବଦା ରହୁ। ତାଙ୍କ ସହିତ ରହି ତାଙ୍କ କଥାକୁ ଅଧିକ ବିସ୍ତାରିତ କରିବାରେ ଅସୁବିଧା କେଉଁଠି ରହୁଛି? ଭଲ ଲୋକମାନଙ୍କୁ ସମ୍ମାନ, ଭଲ ଲୋକମାନଙ୍କ କଥାକୁ ସମ୍ପ୍ରସାରଣ କରିବାର ବର୍ତ୍ତମାନ ସମୟ ଉପନୀତ। ଝିଟିପିଟି ଠିକ୍ କଥା କହେ ଯେ ମୁଁ ବଡ଼ ଲୋକଙ୍କ ଫଟୋଚିତ୍ର, ଆଧ୍ୟାତ୍ମିକ ଫଟୋଚିତ୍ର ପଛପଟେ ଲୁଚି ରହି କିଛି ବଞ୍ଚିବାର ରାସ୍ତାକୁ ସଫା କରେ, ପରିଷ୍କାର କରେ। ଝିଟିପିଟି ସତ କହି ଚାଲେ, କିନ୍ତୁ ମଣିଷ ଏଠୁ ଶିଖୁଛି କ'ଣ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ। ଏକ ଏକ୍ସଟେନ୍ସିଭ୍ ମୋଟିଭେସନ୍ ପ୍ରେଜେଣ୍ଟେଡ୍ ବାଇ ସ୍କେଟ୍ ଫାଉଣ୍ଡେସନ୍। ବୁଝିବା, ଅନୁଭବ କରିବା, ଭଲ ଆଡ଼କୁ ଯିବା, ଏହି ଉଦ୍ଦେଶ୍ୟରେ ଆଜିର ଏହି ସିମ୍ବଲିକ୍ ପ୍ରେଜେଣ୍ଟେସନ୍ ବାଇ ସ୍କେଟ୍ ଫାଉଣ୍ଡେସନ୍।